ପିଲାମାନେ ଏଠି ଦିଟା ପ୍ରଶ୍ନ ଅଛି କିନ୍ତୁ ଆମେ ଏଇ ପ୍ରଶ୍ନଟା କରିବା। ଗୋଟେ ନୌକାର ବେଗ ସ୍ଥିର ଜଳରେ 15 କିଲୋମିଟର ପ୍ରତି ଘଣ୍ଟା। ଏହା ସ୍ରୋତର ପ୍ରତିକୂଳରେ 30 କିଲୋମିଟର ଅତିକ୍ରମ କରି ପୁନଶ୍ଚ ଅନୁକୂଳରେ ଫେରି ଆସିବାକୁ 4 ଘଣ୍ଟା 30 ମିନିଟ୍ ସମୟ ନେଲା। ତେବେ ସ୍ରୋତର ଘଣ୍ଟା ପ୍ରତି ବେଗ ନିର୍ଣ୍ଣୟ କର। ତାହେଲେ ପିଲାମାନେ ଏଠି ବୁଝିପାରୁଥିବ ଯେ ଦୁଇଟି କଥା ଅଛି। ଗୋଟେ ହଉଛି କଣ ନା ଗୋଟେ ଅଛି ଅନୁକୂଳ, ଆଉ ଗୋଟେ ଅଛି କଣ ନା ପ୍ରତିକୂଳ। ତାହେଲେ ଏଠି ବୁଝିବା ଆଗେ ଯେ ଅନୁକୂଳ କଣ ପ୍ରତିକୂଳ କଣ। ପ୍ରଥମ ହେଲା ଅନୁକୂଳ। ଯେ ଅନୁକୂଳଟା କଣ? ଅନୁକୂଳ ଅର୍ଥାତ୍ ଦୁଇଟା କଥା ଏଠି ଅଛି। ଗୋଟେ ହଉଛି ସ୍ଥିର ଜଳରେ ନୌକାର ବେଗ, ତାପରେ ଆଉ ଗୋଟେ ଆସୁଛି ଅନୁକୂଳ। ଆଉ ଗୋଟେ କଣ ନା ଆଉ ଗୋଟେ ହଉଛି ପ୍ରତିକୂଳ। ଆଉ ଗୋଟେ ହଉଛି ପ୍ରତିକୂଳ। ଠିକ ଅଛି ପିଲାମାନେ। ଆଉ ଗୋଟେ କଣ ନା ପ୍ରତିକୂଳ। ଠିକ ଅଛି। ଏ ସ୍ଥିର ଜଳରେ ନୌକାର ବେଗ ଅର୍ଥାତ୍ ମନେକର ସପୋଜ ଗୋଟେ ନଦୀ କିଛି ହାଇଟ ରୁ ବାହାରିଛି, ତଳକୁ ବହି ବହିକା ଯାଉଛି। ତାହେଲେ କଣ ହବ ନା ଯେତେବେଳେ ନଦୀଟା ଉପରୁ ବାହାରି ତଳକୁ ଯାଉଛି, ଆ ଭିତରେ ଥିବା ଯୋଉ ୱାଟର ଅଛି, ପାଣି ଅଛି, ସେ ପାଣି ଗୁଡା ଗୋଟେ ନିର୍ଦ୍ଦିଷ୍ଟ ବେଗରେ ତଳକୁ ଯାଉଛନ୍ତି। ଠିକ ଅଛି। ଏଠି ଯୋଉ ପାଣି ଅଛି ସେ ଗୋଟେ ନିର୍ଦ୍ଦିଷ୍ଟ ବେଗରେ ତଳକୁ ଯାଉଛନ୍ତି। ଯୋଉଟାକୁ ଆମେ କହୁ ସେ ପାଣିର ବେଗ ବା ତାକୁ କହୁଛେ ଆମେ ସ୍ରୋତର ବେଗ। କଣ ଆମେ କହୁଛେ? ସ୍ରୋତର ବେଗ। ଠିକ ଅଛି। ତେବେ ଯଦି ଏଠି ପାଣିଟା ବହୁ ନଥିବ, ତା ମାନେ କଣ? ଯଦି ସେଠି ଉଚ୍ଚରୁ ନ ବାହାରି ଗୋଟେ ମନେକର ଗଡିଆ ପାଣି, ଗଡିଆ ପାଣିଟା କଣ ହଉଛି ନା ସେଠି ସ୍ଥିର ଅଛି। ଯେହେତୁ ଗଡିଆ ପାଣିଟା ସ୍ଥିର ଅଛି, ତାହାକୁ ଆମେ କହିବା ସ୍ଥିର ଜଳ। କାହିଁକି ନା ସେଥିରେ ସ୍ରୋତ ନାହିଁ। ଯଦି ସ୍ରୋତ ନାହିଁ ତାକୁ ଆମେ କହୁଛେ ସ୍ଥିର ଜଳ। ଠିକ ଅଛି। ତାହେଲେ ଅନୁକୂଳ ଅର୍ଥ କଣ ଆଉ ପ୍ରତିକୂଳ ଅର୍ଥ କଣ? ଏଇଟା ଆମେ ବୁଝିଲେ ଯେ ସ୍ଥିର ଜଳ କଣ ଆଉ ସ୍ରୋତର ବେଗ କଣ। ବର୍ତ୍ତମାନ ଟିକେ ଆଉ ଟିକେ ଡିପ୍ କୁ ଯିବା ଯେ ଅନୁକୂଳ ଆଉ ପ୍ରତିକୂଳ ପ୍ରକୃତିରେ କଣ। ଦେଖ, ଅନୁକୂଳ ଅର୍ଥାତ୍ ଏଠି ପାଣିଟା ତଳକୁ ଯାଉଛି, ପାଣି ଯୁଆଡେ ଯାଉଛି ଅର୍ଥାତ୍ ସ୍ରୋତ ଯୁଆଡେ ଅଛି, ସ୍ରୋତର ବେଗ ଯେଉଁ ଆଡେ ଯାଉଛି, ଆମର ନୌକା ମଧ୍ୟ ନୌକା ର ବେଗ ର ଦିଗ ମଧ୍ୟ ସେଇଆଡେ। ତାକୁ ଆମେ କଣ କହିବା ନା ଆମେ କହିବା ଅନୁକୂଳ। ଅର୍ଥାତ୍ ପାଣି ତଳକୁ ବହୁଛି, ନୌକା ମଧ୍ୟ ଏଠି କଣ ହବ ନା ସେଇ ତଳକୁ ଯାଉଛି। ଏଠି ଯିଏ ଥିବ ନୌକା ଚଲଉଥିବ ସେ ତଳକୁ ଯାଉଛି। ଠିକ ଅଛି। ତାହେଲେ ଏଠି ଆମେ କହିବା କଣ ନା ଅନୁକୂଳ କହିବା। କଣ କହିବା? ଅନୁକୂଳ। କିନ୍ତୁ ପ୍ରତିକୂଳ କାହା କହିବା ନା ଯୋଉଠି ସ୍ରୋତର ବେଗ ତ ତଳ ଆଡୁ ନିମ୍ନମୁଖୀ ସବୁବେଳେ, କିନ୍ତୁ ନୌକାଟା କଣ ହଉଛି ନୌକା ର ବେଗ ଅପୋଜିଟ, ଅର୍ଥାତ୍ ନୌକା ଉପରକୁ ଯାଉଛି, ସ୍ରୋତ କିନ୍ତୁ ତଳକୁ ଯାଉଛି। ତାହେଲେ ଇଏ ହଉଛି ପ୍ରତିକୂଳର ସିଚୁଏସନ। ଇଏ ହଉଛି କଣ? ଇଏ ହଉଛି ପ୍ରତିକୂଳର ସିଚୁଏସନ। ଠିକ ଅଛି। ତାହେଲେ ଅନୁକୂଳରେ କଣ ହୁଏ ନା ଇଏ ନୌକା ଯାଉଛି, ନୌକାଟି ଏମିତି ଯାଉଛି, ପାଣିରେ ଯାଉଛି, ତାର ଆହୁଲା ମାରିକି ଯାଉଛି। ଠିକ ଅଛି। ଯିଏ ଅଛି ସିଏ ଆହୁଲାଟେ ମାରୁଛି, ଏଠି ଆହୁଲାଟେ ମାରୁଛି, ପାଣିରେ ଯାଉଛି ନୌକାଟା। ଯେହେତୁ ସ୍ରୋତଟା ଇଆଡେ ଯାଉଛି, ନୌକା ମଧ୍ୟ ଇଆଡେ ଯାଉଛି, ସ୍ରୋତ କଣ କରିବ ନା ଏ ନୌକା ଉପରେ ଏକ ଅଧିକ ବଳ ପ୍ରୟୋଗ କରିବ। ଯୋଉ ବଳଟା ହଉଛି କଣ ନା ଏ ସ୍ରୋତ ଦ୍ଵାରା ସୃଷ୍ଟି ହଉଛି, ଯାହା ଫଳରେ
ଏ ନୌକାଟା ଟିକେ ଅଧିକ ବେଗରେ ଗତି କରିବ। ନୌକାଟା କଣ ହବ? ଅଧିକ ବେଗରେ ଗତି କରିବ। ତ ନୌକା ଯୋଉ ଅଧିକ ବେଗରେ ଗତି କଲା ୟାକୁ ଆମେ କଣ କହୁଛେ ନା ଅନୁକୂଳ। ମାନେ ସ୍ରୋତର ବେଗ ଯୁଆଡେ ନୌକାର ବେଗ ସିଆଡେ, ତେଣୁ ଏଠି ଅନୁକୂଳ। ଅର୍ଥାତ୍ ଏଠି ନୌକାର ବେଗଟା କଣ ହେଇଯିବ ନା ଯୋଉଟା ସ୍ଥିର ଜଳରେ ଯେତିକି ବାଟ ଯେତିକି ବେଗରେ ଯାଉଥିଲା ସ୍ରୋତଟା ମିଶିଗଲା, ତେଣୁ ତାର ବେଗଟା ଏଠି ବଢିଗଲା। ତାହେଲେ ମୋଟ ବେଗ ଏଠି ବୃଦ୍ଧି ହେଲା। ମୋଟ ବେଗ ରେ ଏଠି କଣ ଘଟିଲା ନା ବୃଦ୍ଧି ଘଟିଲା। ମୋଟ ବେଗରେ ବୃଦ୍ଧି ଘଟିଲା। କିନ୍ତୁ ଯଦି ପ୍ରତିକୂଳ ହେଇଥିବ ତାହେଲେ କଣ ହବ ନା ସେଠି ନୌକାଟା ଚାଲିଛି, କୁଆଡେ ଯାଉଛି ନା ସ୍ରୋତଟା ଇଆଡେ ଯାଉଛି, ନୌକାଟା କିନ୍ତୁ ସିଆଡେ ଯାଉଛି। ଏଠି ଯେ ଲୋକଟି ଅଛି ସିଏ ଆହୁଲା ମାରିବାରେ ବ୍ୟସ୍ତ, କୁଆଡେ ଯାଉଛି ନା ଇଆଡେ, କିନ୍ତୁ ସ୍ରୋତ ଇଆଡେ ଚାଲିଛି। ଏଇଟା ହଉଛି ସ୍ରୋତ, ଇଏ ହଉଛି ନୌକା। ତାମାନେ ନୌକାଟା ଇଆଡେ ଯାଉଛି, ସ୍ରୋତଟା ବିପରୀତ ଦିଗରେ। ଯଦି ବିପରୀତ ଦିଗରେ ଯାଉଛି ତାହେଲେ ଏଇଟା କଣ? ପ୍ରତିକୂଳ। ଅର୍ଥାତ୍ ଏଠି ମୋଟ ବେଗଟା କମିଯିବ। କାହିଁକି? ନୌକାଟା ଯେତିକି ବେଗରେ ଯିବା କଥା କଣ ହବ? ସ୍ରୋତ ତାକୁ ଅଟକେଇବ। ଯେହେତୁ ସ୍ରୋତ ଅଟକେଇଲା, ତେଣୁ ପ୍ରତିକୂଳରେ ବେଗ ନୌକାର ବେଗରୁ ସ୍ରୋତର ବେଗଟା ଫେରିକି ବାହାରିବ। ଠିକ ଅଛି। ତାହେଲେ ଯଦି ନୌକାର ବେଗଟା କିଛି ଥିବ ଏବଂ ସ୍ରୋତର ବେଗ କିଛି ଥିବ, ତାହେଲେ ଦିଟାଙ୍କ ମିଶେଇଲେ ଆମେ ପାଇବା ଅନୁକୂଳରେ ବେଗ। କିନ୍ତୁ ଦିଟାଙ୍କୁ ଯଦି ଫେରିବା ପାଇବା ପ୍ରତିକୂଳରେ ବେଗ। ଆଉ ମନେ ରଖିବା ଏଇଟା ସର୍ବଦା ଯେ ନୌକାର ବେଗଟା ସ୍ରୋତର ବେଗ ଠାରୁ ଅଧିକ ରହିବ। ଯଦି ଅଧିକ ନ ରହେ ତାହେଲେ ପ୍ରତିକୂଳରେ ନୌକାଟା ଗତି କରିପାରିବ ନାହିଁ। ଠିକ ଅଛି। ତେବେ ଆମେ ବର୍ତ୍ତମାନ କୋଉଠିକି ଆସିବା ନା କ୍ୱେଶ୍ଚିନ୍ କି ଆସିବା। କ୍ୱେଶ୍ଚିନ୍ ଥିଲା ଯେ ସ୍ଥିର ଜଳରେ ନୌକାର ବେଗ ହଉଛି 15 କିଲୋମିଟର। ସ୍ଥିର ଜଳରେ ନୌକାର ବେଗ ହଉଛି 15 କିଲୋମିଟର। ଅର୍ଥାତ୍ ନୌକାର ଓରିଜିନାଲ ସ୍ପିଡ ହଉଛି 15 କିଲୋମିଟର। ଠିକ ଅଛି। ପଚାରିଛି କଣ ନା ସ୍ରୋତର ଘଣ୍ଟା ପ୍ରତି ବେଗ। ତାହେଲେ ଏଠି କଣ କରିବା? ମନେକର କ୍ୱେଶ୍ଚିନ୍ ଆନ୍ସର ସଲ୍ଭ କରିବା। ମନେକର ସ୍ରୋତର ବେଗ x କିମି ପ୍ରତି ଘଣ୍ଟା। ମନେକର ସ୍ରୋତର ବେଗ x କିଲୋମିଟର ପ୍ରତି ଘଣ୍ଟା। ଆଚ୍ଛା, ନୌକାର ସ୍ଥିର ଜଳରେ ବେଗ। ନୌକାର ବେଗ ଦେଇଛି, କେତେ ଦେଇଛି ନା 15 କିଲୋମିଟର ପ୍ରତି ଘଣ୍ଟା। ତାହେଲେ ମୁଁ କହିଥିଲି ଯେ ଅନୁକୂଳରେ କେମିତି ବାହାରିବ? ଅନୁକୂଳରେ ବେଗ ସମାନ କେତେ ହବ ନା x + 15 ନୁହେଁ, ଏଇଟା କଣ ହବ? এটা হব 15 + x কিলোমিটার প্রতি ঘন্টা। কাহিଁକି 15 + x কিলোমিটার প্রতি ঘন্টা কাহিଁକି ହେଲା ନା ମୁଁ କହିଥିଲି ସର୍ବଦା କଣ ହବ? ସର୍ବଦା ନୌକାର ବେଗଟା ଅଧିକ ରହିବ। ତେଣୁ ଇଏ କେତେ ହେଲା ନା 15 + x କିଲୋମିଟର ପ୍ରତି ଘଣ୍ଟା। ସେମିତି ପ୍ରତିକୂଳରେ ବେଗ ସମାନ କେତେ ନା 15 - x କିଲୋମିଟର ପ୍ରତି ଘଣ୍ଟା। ଠିକ ଅଛି। 15 - x କିଲୋମିଟର ପ୍ରତି ଘଣ୍ଟା। ତାହେଲେ ଅନୁକୂଳରେ କ୍ୱେଶ୍ଚିନ୍ ଦେଇଛି କେତେ ନା କ୍ୱେଶ୍ଚିନ୍ ଦେଇଛି ଯେ ଅନୁକୂଳରେ କେତେ ଗଲା? ପ୍ରତିକୂଳରେ ଆଗେ 30 କିଲୋମିଟର ଅତିକ୍ରମ କଲା ଏବଂ ପୁନଶ୍ଚ ଅନୁକୂଳରେ ଫେରି ଆସିଲା। ଠିକ ଅଛି। ତାହେଲେ ଡିଷ୍ଟାନ୍ସ ଅଛି 30 କିଲୋମିଟର। ଗଲା ବି 30 କିଲୋମିଟର, ଫେରିଲା ବି 30 କିଲୋମିଟର। ଠିକ ଅଛି। ତାହେଲେ 30 କିଲୋମିଟର ପ୍ରତିକୂଳରେ ଯିବା ପାଇଁ ସମୟ ଲାଗିବ ସମାନ କେତେ ନା 30 ବିଭକ୍ତକ 15 - x ଘଣ୍ଟା।
सेमती 30 किलोमीटर प्रतिकूल रे आसीबा पाई समय लागिबो समान 30 विभक्तक 15 प्लस x घंटा। ठीक अछि। प्रश्न कहूची जे ताको मोट लागिला 4 घंटा 30 मिनिट। मोट लागिला माने प्रतिकूल रे जाई पुणी अनुकूल रे फेरी आसीबा पाई एटा होची अनुकूल रे आसीबा पाई। ठीक अछि। तले ताको मोट लागिला केते ना 4 घंटा 30 मिनिट इक्वल टू केते ना 4 पूर्ण 1 तो 2 जे कि 9 विभक्त को 2 घंटा 1 तो 2 को पाइली ना 30 मिनिट जे आधा घंटा 30 विभक्त को 60। ठीक अछि। ताले प्रश्नानुसारे कौन हबो ना 30 विभक्त का 15 माइनस एक्स प्लस 30 विभक्त का 15 प्लस एक्स इक्वल टू 9/2। दैट इम्प्लाइज एट जदि एलसीएम नबा ये 15 माइनस एक्स इंटू 15 प्लस एक्स एटी 30 टा को कॉमन नहीं गले 15 प्लस एक्स प्लस 15 माइनस एक्स इक्वल टू होला 9/2। क्लियर। दैट इम्प्लाइजेस तबे एठी तळे ही गला 15 रो स्क्वायर माइनस x रो स्क्वायर एठी x कटि गला एठी हे गला 900 इक्वल टू 9/2। दैट इम्प्लाइजेस 225 माइनस x स्क्वायर इक्वल टू 200 केमिति ना 9 रे 900 काटले 100 दुईटा मल्टीप्लाई हैला ता माने x स्क्वायर इक्वल टू 25 ता माने x इक्वल टू प्लस माइनस 5 प्लस माइनस -5 ग्रहण होई परिबनी कारण स्रोतर वेगटा नेगेटिव होई परिबनी। तबे x इक्वल टू केते हला ना 5 किलोमीटर पर आवर। आमे x कहा को नहीं थिले ना स्रोतर वेग को नहीं थिले पचार थिला भी स्रोतर वेग। तबे स्रोतर घंटा प्रति वेग केते हला स्रोतर घंटा प्रति वेग केते हला ना 5 किलोमीटर पर आवर। क्लियर पिला माने बुझी पारलो। तबे वीडियो टी को बारंबार देखो कारण अनुकूल प्रतिकूल यही सबले हमर डाउट्स थाए बारंबार वीडियो टी देखिले निश्चित बुझी पारिबो। जदि बुझी होनी ते मते कमेंट करिवो। थैंक यू।